ଯେତେବେଳେ କୌଣସି ଜାତି ସଂକଟର ସମ୍ମୁଖୀନ ହୋଇ ନିଷ୍ପେଷିତ, ଅତ୍ୟାଚାରିତ, ଅବହେଳିତ ହୁଏ, ସେତେବେଳେ ଜଣେ ମହାମାନବଙ୍କର ଆବିର୍ଭାବ ହୁଏ। ସେହିପରି ଜଣେ ମହାମାନବ ହେଉଛନ୍ତି ମୋହନ ଦାସ କରମଚାନ୍ଦ ଗାନ୍ଧୀ, ଯାହାଙ୍କୁ ସମସ୍ତେ ଅତ୍ୟନ୍ତ ଶ୍ରଦ୍ଧା ଓ ସମ୍ମାନର ସହିତ ମହାତ୍ମା ଗାନ୍ଧୀ ବୋଲି ଡାକନ୍ତି। ଭାରତର ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିବା ଏହି ମହାମାନବ, ମହାମାନ୍ୟ, ମହାପୁରୁଷ, ସତ୍ୟାଗ୍ରହୀ, ଅହିଂସାର ପୂଜାରୀ, ସତ୍ୟନିଷ୍ଠ, କର୍ମନିଷ୍ଠ ବ୍ୟକ୍ତିଙ୍କର ଆବିର୍ଭାବ ଘଟିଥିଲା 1869 ମସିହା ଅକ୍ଟୋବର ମାସ 2 ତାରିଖରେ ଗୁଜରାଟର ପୋରବନ୍ଦରଠାରେ। ଆଜି ଦେଶ ପାଳୁଛି ସେହି ଯୋଗଜନ୍ମା ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କର 155ତମ ଜନ୍ମ ଜୟନ୍ତୀ। ଗାନ୍ଧୀ ଦର୍ଶନ ଆଜି ସାରା ପୃଥିବୀରେ ଆଦୃତ। ବିନା ଯୁଦ୍ଧ, ବିନା ରକ୍ତପାତରେ ସେ ଭାରତକୁ ଆଣି ଦେଇଥିଲେ ସ୍ୱାଧୀନତା। 1948 ମସିହା ଜାନୁଆରୀ ମାସ 30 ତାରିଖ ଦିନ ଗୁଳିଚୋଟରେ ନିହତ ହୋଇଥିଲେ ମହାତ୍ମା ଗାନ୍ଧୀ। ସତ୍ୟ ଓ ଅହିଂସାର ପୂଜାରୀ, ଶାନ୍ତିର ଦେବଦୂତ, ଜାତିର ଜନକ, ମହାପୁରୁଷ, ମହାମାନ୍ୟ ବାପୁ ପାର୍ଥିବ ଜଗତରେ ନଥିଲେ ମଧ୍ୟ ଭାରତବାସୀଙ୍କ ମାନସ ପଟରେ ଚିର ଉଜ୍ଜୀବିତ। ତାଙ୍କ 155ତମ ଜୟନ୍ତୀରେ ତାଙ୍କର ଅମୃତ ଅମ୍ଳାନ ସ୍ମୃତି ପ୍ରତି ଉତ୍କଳୀ ଚ୍ୟାନେଲ ତରଫରୁ କୋଟି କୋଟି ନମନ। ଆଜି ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ, ମହାନ ରାଷ୍ଟ୍ରନାୟକ, ଦେଶଭକ୍ତ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ। 2 ଅକ୍ଟୋବର 1904 ମସିହାରେ ଶ୍ରୀଯୁକ୍ତ ଲାଲ ବାହାଦୁର ଶାସ୍ତ୍ରୀ ଜନ୍ମଗ୍ରହଣ କରିଥିଲେ ଏବଂ 11 ଜାନୁଆରୀ 1966 ମସିହାରେ ମୃତ୍ୟୁବରଣ କରିଥିଲେ। ସେହି ଅମଳିନ ଆତ୍ମାଙ୍କ ଜୟନ୍ତୀରେ ଉତ୍କଳୀ ଚ୍ୟାନେଲ ତରଫରୁ ଶତ ଶତ ପ୍ରଣାମ।